ଏହି ମାସ ମେଷରାଶି ଲୋକଙ୍କ ପାଇଁ ମିଶ୍ରିତ ପରିଣାମ ଆଣିବ। ମାସର ଆରମ୍ଭରେ ସୂର୍ଯ୍ୟ ଓ ବୁଧ ଆପଣଙ୍କର ଦଶମ ଘରେ ରହିବେ, ଯାହାଫଳରେ କାର୍ଯ୍ୟକ୍ଷେତ୍ରରେ ଭଲ ସଫଳତା ମିଳିବ। ଆପଣଙ୍କୁ ନିଜର ବ୍ୟବସାୟରେ ବିନିଯୋଗ କରିବାର ଯୋଗ ତିଆରି ହୋଇପାରେ। ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ବିଦ୍ୟାର୍ଥୀଙ୍କ ପାଇଁ ଏହି ମାସ ଅନୁକୂଳ ରହିବ। ଆପଣଙ୍କୁ ଭଲ ସଫଳତା ମିଳିପାରେ। ଏହି ମାସ ପାରିବାରିକ ଜୀବନ ପାଇଁ ଠିକ୍‌ଠାକ୍ ରହିବ। ଦଶମ ଘରେ ସୂର୍ଯ୍ୟ ଓ ବୁଧ ବସି ଆପଣଙ୍କର ଚତୁର୍ଥ ଘରକୁ ସମ୍ପୂର୍ଣ୍ଣ ଦୃଷ୍ଟିରେ ଦେଖିବେ, ଯାହାଫଳରେ ପାରିବାରିକ ଜୀବନ ସୁଖମୟ ରହିବ। ବୁଧ ଓ ସୂର୍ଯ୍ୟଙ୍କର ଦୃଷ୍ଟି ପଞ୍ଚମ ଘର ଉପରେ ରହିବା ଯୋଗୁଁ ପ୍ରେମ ସମ୍ବନ୍ଧ ପାଇଁ ଅନୁକୂଳ ହେବ। ଆପଣ ନିଜର ପ୍ରିୟତମ ସହିତ ଦେଖା କରିପାରିବେ। ଦ୍ୱିତୀୟ ଘରେ ବୃହସ୍ପତି ମହାରାଜ ଧନ ସଞ୍ଚୟ କରିବ, ଆପିନ ସାହାଯ୍ୟ କରିବେ ଓ ଏକାଦଶ ଘରେ ଶନିଙ୍କର ଉପସ୍ଥିତି ଆପଣଙ୍କର ରୋଜଗାର ଧୀରେ ଧୀରେ ବଢ଼ାଇବ। ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଏହି ମାସ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟମ ଧରଣର ରହିବ। ପ୍ରତିକାର: ଆପଣଙ୍କୁ ବୁଧବାର ଦିନ ସନ୍ଧ୍ୟା ବେଳେ କଳା ସୋରିଷ ଦାନ କରିବା ଉଚିତ।